ମା ଅନନ୍ତ ତାର କଥା ଅନନ୍ତ ତାର କଥା ଅନନ୍ତ। ମା ଅନନ୍ତ ମା କଥା ଅନନ୍ତ ରୀତିରେ ଆଜିର କଥାବସ୍ତୁ ଜଗଜ୍ଜନନୀ ମା ମଙ୍ଗଳା। ଏ ସଂସାରରେ ସମସ୍ତ ଆନନ୍ଦର ମୂଳାଧାର ହେଉଛି ମାତୃକୃପା। ଏ ସୃଷ୍ଟିର ପ୍ରଥମ ଭାବନା ଚେତନା ଦେବୀ କୃପା ବା ମାତୃକୃପା। ମାର ଅହେତୁକୀ କୃପାରେ ଏ ସଂସାର ହୋଇଥାଏ ଗତିଶୀଳ। ମା ଚୈତନ୍ୟ ରୂପିଣୀ ମା ହିଁ ଚେତନା। ବିଶ୍ୱ ବ୍ରହ୍ମାଣ୍ଡକୁ ଆତଜାତ କରିବା ନିମନ୍ତେ ମା ଜଗଦମ୍ବା ବିବିଧ ରୂପରେ ବିଭିନ୍ନ ସମୟରେ ଏ ଜଗତକୁ ଓହ୍ଲାଇ ଆସିଥାନ୍ତି। ସେ ହିଁ ଶକ୍ତି ରୂପରେ। ଶକ୍ତି ସର୍ବତ୍ର ବିଦ୍ୟମାନ। ଶକ୍ତି ବିନା ଏ ସଂସାର ମୁହୂର୍ତ୍ତକରେ ଜଡ଼ ପାଲଟି ଯାଇଥାଏ। ଭଗବାନ ଯେତେବେଳେ ଗୟାସୁରକୁ ବଧ କରିଦେଲେ, ନିଜେ ବୁଡ଼ି ରହିଲେ ପରିତାପ ପଶ୍ଚାତାପ ଅନୁତାପ ଭିତରେ। ଅନୁଶୋଚନା ମଧ୍ୟରେ ବୁଡ଼ି ରହି ନିଜ କର୍ମ ପାଇଁ ନିଜକୁ ଧିକ୍କାର କରି ଧରିଥିବା ସମସ୍ତ ଅସ୍ତ୍ରଶସ୍ତ୍ରକୁ ଫୋପାଡ଼ି ଦେଲେ। ଯେଉଁଠି ପ୍ରଭୁଙ୍କର ଶଙ୍ଖ ପଡ଼ିଲା ତାହା ହେଲା ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର। ଯେଉଁଠି ଚକ୍ର ପଡ଼ିଲା ତାହା ହେଲା ଚକ୍ରକ୍ଷେତ୍ର ଭୁବନେଶ୍ୱର। ଯେଉଁଠି ଗଦା ପଡ଼ିଲା ତାହା ହେଲା ଗଦାକ୍ଷେତ୍ର ଯାଜପୁର। ଓ ପଦ୍ମ ପଡ଼ିଥିବା ସ୍ଥାନଟି କୋଣାର୍କ ନାମରେ ପରିଚିତ ହେଲା ପଦ୍ମକ୍ଷେତ୍ର ଭାବରେ। ପ୍ରଭୁଙ୍କର ଆୟୁଧ ଯେଉଁ ଯେଉଁ ସ୍ଥାନରେ ପଡ଼ିଲେ ସେ ସମସ୍ତ ଏକ ଏକ ଶକ୍ତିପୀଠର ରୂପ ନେଲେ, ଯାହାକି ପରବର୍ତ୍ତୀ ସମୟରେ କବି ଲେଖନୀରେ ବେଶ ଜୀବନ୍ତ ହୋଇ ଉଠିଛି। ପୁରୁଷୋତ୍ତମେ ରହିଲୋ ନାମ ବିମଳାଏ, ଭୁବନେଶ୍ୱରେ ରହିଲୋ ଗୌରୀ ବୋଲାଏ, ଯାଜପୁରେ ରହିଲୋ ମା ନାମ ବିରଜାଏ, କାକଟପୁରେ ରହିଲୋ ମଙ୍ଗଳା ବୋଲାଏ। ସେଇ ମା ମଙ୍ଗଳା ହିଁ ଆଜି ଆସୁଛନ୍ତି ଆଲୋଚନାର ପରିସରକୁ। ପ୍ରତିଟି ଶକ୍ତିପୀଠ ସହ ଉତ୍କଳର ଶ୍ରେଷ୍ଠ ବିଭବ ଶ୍ରୀ ଜଗନ୍ନାଥଙ୍କର ସମ୍ପର୍କ ଅତ୍ୟନ୍ତ ନିବିଡ଼। ଜନଶ୍ରୁତି କହେ ମା ମଙ୍ଗଳା ବିଳମ୍ବିତ ରାତ୍ରିରେ ଚିନ୍ତାମଗ୍ନ ହୋଇ ବସିଛନ୍ତି। ରାତି ପାହିଲେ ଚୈତ୍ର ମାସର ଶେଷ ମଙ୍ଗଳବାର ମାଙ୍କର ଝାମୁଯାତ୍ରା। କାହୁଁ କାହୁଁ ଭକ୍ତଙ୍କର ସମାଗମ ହେଉଛି ମାଙ୍କର ସେ ପୁଣ୍ୟ ପୀଠରେ। ମାତ୍ର ଖୁସି ନାହିଁ ମାଙ୍କ ମନରେ। ଜଗଜ୍ଜନନୀ ଯେ କି ଏ ସଂସାରରେ ସମସ୍ତଙ୍କର ଆଶ୍ରୟଦାତ୍ରୀ, ସେ ଆଜି ଚିନ୍ତାଶୀଳା। ଯଦି ମା ଚିନ୍ତା ବିଭୂତ ହୋଇ ଉଠେ ତେବେ ସଂସାର ଥରି ଉଠେ। ମା ନାମରେ ହିଁ ଭରପୁର ହୋଇ ରହିଛି ଅସୁମାରୀ ଶକ୍ତି। ସେଇଥିପାଇଁ ତ କୁହାଯାଏ ମା ନାମେ ଅଛି ଅମୃତ ଭରି, ଏଭବ ସଂସାରେ ସେ କାତରି। ସେ ହିଁ ସମସ୍ତ ବିପତ୍ତିରୁ ଉଦ୍ଧାର କରିପାରେ। ମା ଚିନ୍ତାଭିଭୂତ ହେଲେ ଏ ସଂସାରକୁ ବିପଦମାନେ ମାଡ଼ି ଆସନ୍ତି। ବନ୍ୟା ବାତ୍ୟା ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟରେ ଥରି ଉଠେ ଏ ଧରଣୀ। ମା ମଙ୍ଗଳାଙ୍କର ଦୁଃଖର କାରଣ
ଶ୍ରୀ ଜଗନ୍ନାଥଙ୍କର ହେବ ନବକଳେବର। ଏହି ଅବସରରେ ଦାରୁ ନିର୍ବାଚନ ସେ ଦାୟିତ୍ୱ, ସେ ଅଧିକାର ପ୍ରଭୁ ମୋତେ ଦେବେ ନା ନାହିଁ। ମା ଆଉ ସ୍ଥିର ହୋଇ ରହିପାରୁନାହାନ୍ତି ଯେ ସମସ୍ତଙ୍କର ଦୁଃଖ ହାରିଣୀ, ସେ ଆଜି ଦୁଃଖରେ ଅଭିଭୂତା। ଆଉ କାଳ ବିଳମ୍ବ ନ କରି ମା ମଙ୍ଗଳା ବାହାରିଲେ ନୀଳାଚଳ ଧାମକୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ। ସଗୁଣ ନିର୍ଗୁଣ ତୁମେ ଆଦ୍ୟା ସନାତନେ, ପ୍ରଣାମ କରୁଛି ପଦେ ତବ ନାରାୟଣୀ। କେତେ କେତେ ଭକ୍ତ ମାର୍ଗ ମଧ୍ୟରେ ମାଙ୍କୁ ଜଣାଉଛନ୍ତି ତାଙ୍କର ଭକ୍ତିପୂତ ପ୍ରଣତି, ମାତ୍ର ମାଙ୍କର ସେଥିପ୍ରତି ଲକ୍ଷ୍ୟ ନାହିଁ। କେମିତି ଯିବେ ଆଉ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ନିଜର ମନର ଅଭିବ୍ୟକ୍ତି ପ୍ରକାଶ କରିବେ। ଶ୍ରୀ ଜଗନ୍ନାଥ ସର୍ବଦେବଦେବୀଙ୍କର ଏକ ସମନ୍ୱିତ ରୂପ। ସକଳ ବିଧିବିଧାନକୁ ଅତିକ୍ରମ କରି ପରମ ଅଭିଧାନ ହେଉଛନ୍ତି ଶ୍ରୀ ଜଗନ୍ନାଥ। ଏଠି ପ୍ରତ୍ୟହ ଦେବଦେବୀଙ୍କର ଯାତାୟାତ ଲାଗି ରହିଥାଏ। କବି ରାଧାନାଥଙ୍କ ଭାଷାରେ ଖାଲି ଯେ ମା ମଙ୍ଗଳା ଆସୁଛନ୍ତି ତା ନୁହେଁ, ବିଭିନ୍ନ ଶକ୍ତିପୀଠରୁ ଆସୁଛନ୍ତି ମା ମାନେ। ହାଟକ ଗୌରୀ କଟକ ଚଣ୍ଡୀ ନାଗରୀ ବେଶେ, ଅମଳ ରଜତ କୁସୁମ ସୋହେ ଶ୍ୟାମଳ କେଶେ, ସଂକଟ ତାରିଣୀ ଝଙ୍କଡ଼ ଦେବୀ ସିଂହ ସାରଳା, ଭଲ୍ଲୁକ ବିକଟ କାକଟ ପୁର ମା ମଙ୍ଗଳା। ତେଣୁ ବିବିଧ ସ୍ଥାନରୁ ମା ମାନେ ଆସୁଛନ୍ତି। ମା କଟକ ଚଣ୍ଡୀ ଉତ୍ଫୁଲ୍ଲିତ ହୋଇ ଆସୁଛନ୍ତି। ଝଙ୍କଡ଼ରୁ ସଂକଟ ତାରିଣୀ ସିଂହବାହିନୀ ମା ଶାରଳାଙ୍କର ଆଗମନ ଓ ଅନ୍ୟପଟରେ କାକଟପୁରର ପରମ ବୈଷ୍ଣବୀ ମଙ୍ଗଳମୟୀ ବିଶ୍ୱକଲ୍ୟାଣକାରିଣୀ ମା ମଙ୍ଗଳାଙ୍କର ଆଗମନ ହୋଇଛି ନୀଳାଚଳ ଧାମରେ। ମା ମଙ୍ଗଳାଙ୍କ ଆଗମନରେ ସମସ୍ତେ ଯୋଡ଼ହସ୍ତ ପୂର୍ବକ ମାଙ୍କୁ ଜଣାଉଛନ୍ତି ନିଜ ଅନ୍ତରର ଅଭିବ୍ୟକ୍ତି, ଅର୍ପଣ କରୁଛନ୍ତି ସେଇ ଭକ୍ତି ଅର୍ଘ୍ୟକୁ। ନମସ୍ତେ ଶରଣ୍ୟେ ଶିବେ ସାନୁକମ୍ପେ, ନମସ୍ତେ ଜଗଦ୍ବ୍ୟାପିକେ ବିଶ୍ୱରୂପେ, ନମସ୍ତେ ଜଗଦ୍ବନ୍ଦ୍ୟ ପଦାରବିନ୍ଦେ, ନମସ୍ତେ ଜଗତ୍ତାରିଣୀ ତ୍ରାହି ଦୁର୍ଗେ। ଆଜି ଜଗତର ନାଥ ପ୍ରଭୁ ଜଗନ୍ନାଥ ଜଗଦୀଶ୍ୱରୀ ମା ମଙ୍ଗଳାଙ୍କୁ କିପରି ସନ୍ତୁଷ୍ଟ କରିବେ ତାହା ହିଁ ଯୁଗ ଯୁଗ ପାଇଁ କଥା ହୋଇ ରହିଯିବ। ସେଦିନ ଚୈତ୍ର ଶୁକ୍ଳପକ୍ଷ ଶ୍ରୀରାମ ନବମୀର ପାହାନ୍ତା ପ୍ରହର ସବୁ ଦେବାଦେବୀ ପ୍ରତ୍ୟାବର୍ତ୍ତନ କରିଗଲେ ନିଜ ନିଜ ଧାମକୁ, ମାତ୍ର ଫେରୁନାହାନ୍ତି ମା ମଙ୍ଗଳା। ବସିଛନ୍ତି ମା ବିଷଣ୍ଣ ମନରେ। ପଚାରିଦେଲେ ପ୍ରଭୁ ଜଗନ୍ନାଥ, କ'ଣ ହେଲା ମା, କାହିଁକି ବିଷଣ୍ଣ ବଦନ? ମା ଖୁସିରେ ଆତ୍ମହରା ହୋଇ ଉଠିଲେ। ଯା ହଉ ତୁ ମୋତେ ପଚାରିଲୁ, ମୋର ଅର୍ଦ୍ଧେକ ଦୁଃଖ ଦୂର ହୋଇଗଲା। ସତରେ ମା ଆଉ କିଛି ଚାହେଁ ନା, କେବଳ ସନ୍ତାନର ସ୍ନେହ ବଳା କଥା ପଦେ। ମା କହୁଛନ୍ତି ତୋତେ ମୋର କିଛି ମାଗିବାର ଅଛି। ହସିଲେ ପ୍ରଭୁ। ମା ପୁଣି ମାଗିବ ପୁଅକୁ। ପୁଅର ମା ପାଇଁ କ'ଣ କିଛି ଅଦେୟ ଥାଇପାରେ? ଯାହା ଇଚ୍ଛା ମାଗ ମା, ଏ ସବୁ ତ ତୁମର, ମୁଁ ପୁଣି ତୁମକୁ ଦେବି କ'ଣ? ମାତ୍ର ମା ମଙ୍ଗଳାଙ୍କ ମନରେ ସଂଶୟ, ଏ ତ ବଡ଼ କପଟିଆ, ହଟିଆ, ନଟକୁଟିଆ, ତେଣୁ ମୋତେ ଆଉ ଠକିଦେବନି ତ?
ମନେ ମନେ ଭାବୁଛନ୍ତି ତତେ କି ଚିହ୍ନୁଛି ନୂଆରେ କାଳିଆ, ତତେ କି ଚିହ୍ନୁଛି ନୂଆ, ଠିକଣା ବେଳକୁ ଠକି ଦେବା ରୀତି, ଠିକଣା ବେଳକୁ ଠକି ଦେବା ରୀତି, ଏତ ନୁହେଁ ତୋର ନୂଆରେ କାଳିଆ, ତତେ କି ଚିହ୍ନୁଛି ନୂଆ। ମାଙ୍କ ମନରେ ସଂଶୟ, ତେଣୁ ମା କହୁଛନ୍ତି ତୁ ସତ୍ୟ କର। ପ୍ରଭୁ ହସିଲେ, ମା ମୋର ନାଁ ପୁରା ସତ୍ୟ, ହଉ ତୁମ କଥା ମାନି ମୁଁ ସତ୍ୟ କରୁଛି, ତୁମେ ଯାହା କହିବ ମୁଁ ନିଶ୍ଚିତ ଭାବରେ ତୁମକୁ ଦେବି। ମା ମଙ୍ଗଳା କହିବାକୁ ଆରମ୍ଭ କଲେ, ତୋର ନବକଳେବର ହେବ, ଆଉ ସେଥି ନିମନ୍ତେ ଯେଉଁ ଦାରୁ ବଛାଯିବ ତାକୁ ମୁଁ ହିଁ କରିବି, ମୁଁ ହିଁ ବାଛିବି ସେ ଦାରୁକୁ, ମୋ ଦ୍ୱାରା ହିଁ ସେ ସିଦ୍ଧାନ୍ତ ନିଆଯିବ। କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥ କିଂ କର୍ତ୍ତବ୍ୟ ବିମୂଢ଼, କ'ଣ କରିବି ମା? ଏ ଅଧିକାର ମୁଁ ଦେଇଛି ମୋର ପରମ ଭକ୍ତ ବିଶ୍ୱାବସୁଙ୍କୁ। ବିଶ୍ୱାବସୁ ମୋତେ ଖୁବ୍ ଭଲ ପାଏ, ଆଉ ମୋତେ ସେ ମଧ୍ୟ କଥା ଦେଇଛି କାଳଚକ୍ରରେ ତୋର ଏ ମୂର୍ତ୍ତି ଯଦି ବିଭଙ୍ଗ ହୋଇଯାଏ, ମୋରି ବଂଶଧର ଯେଉଁ ଦାରୁ ବାଛିବେ ସେଇଥିରେ ଗଢ଼ା ହେବ ତୁମରି ମୂର୍ତ୍ତି। ମୁଁ ତ ତାକୁ କଥା ଦେଇଛି ମା। ମାଙ୍କର ମନ ଦୁଃଖ ଆହୁରି ଶତଗୁଣିତ ହୋଇଗଲା। ଧନରେ ସେ ଅଧିକାର ତୁ ମୋତେ ଦେ। ମାଙ୍କ ଆକୁଳତାରେ ସେଦିନ ଜଗତର ନାଥ ପ୍ରଭୁ ଜଗନ୍ନାଥ ବିମୋହିତ ହୋଇ ଶୁଣାଇଥିଲେ, ମା ତୋରି ପାଖରେ ସେ ବିଶ୍ୱାବସୁର ବଂଶଧରମାନେ ଆସି ସମସ୍ତେ ପହଞ୍ଚିବେ, ତୁ ଯାହା ଆଜ୍ଞା ଦେବୁ ସେହି ଅନୁଯାୟୀ ଦାରୁ ନିର୍ବାଚିତ ହେବ। ଖୁସିରେ ଆତ୍ମରା ହୋଇ ଫେରୁଛନ୍ତି ମା ଜଗଜ୍ଜନନୀ ମଙ୍ଗଳା। ରାତି ପାହିଲେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ। ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ସୁପ୍ରସିଦ୍ଧ ହରିବଂଶ ଗ୍ରନ୍ଥରେ ବର୍ଣ୍ଣନା କଲେ, ଅଯୋନି ସମ୍ଭୂତା ଜନ୍ମେ ଜନ୍ମେ ତୋର କାଏ, ତୋର ଆଦି ଅନ୍ତ କେହି ନ ଜାଣନ୍ତି ମାଏ, ଅନାଦି ଅପର୍ଣ୍ଣାମାଗ ଧବଳ ତୋ ଅଙ୍ଗ, ସ୍ଫଟିକ ବରନ ପ୍ରାୟ ବିରାଜେ ସର୍ବାଙ୍ଗ। ଶତ ବିଜୁଳିର ଦୀପ୍ତିକୁ ନିନ୍ଦା କରୁଛି ମା ମଙ୍ଗଳାଙ୍କର ଶରୀରର କାନ୍ତି। ଆସିବା ବାଟରେ କୃଷକର କ୍ଷେତ୍ରରେ ପଡ଼ିଯାଏ। ଅସାବଧାନତା ବଶତଃ ମାଙ୍କର ପିନ୍ଧିଥିବା ସେଇ ରତ୍ନଚୁଡ଼ି ମା ତରବରରେ ଆସି ଆସ୍ଥାନରେ ବିଜେ କରନ୍ତି ସତ, ମାତ୍ର ବଡ଼ପଣ୍ଡା ଯେତେବେଳେ ପୂଜା କରିବାକୁ ଆସନ୍ତି ସେ ଆବିଷ୍କାର କରନ୍ତି ମାଙ୍କର ରତ୍ନଚୁଡ଼ି ନାହିଁ। ଚାରିଆଡ଼େ ଖୋଜାଖୋଜି ହୁଏ, ବେଶ ଚହଳ ପଡ଼ିଯାଏ ଓ ପରେ ପରେ କୃଷି କ୍ଷେତ୍ରରୁ ସେଇ ରତ୍ନଚୁଡ଼ି ମିଳିବାରୁ ସେ କୃଷକକୁ ବନ୍ଦିଶାଳାରେ ନିକ୍ଷେପ କରି ବହୁ ଦଣ୍ଡରେ ତାକୁ ଦଣ୍ଡିତ କରାଯାଏ। ଦରିଦ୍ର କୃଷକ ବନ୍ଦିଶାଳାରେ ଥାଇ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରେ, ପ୍ରଭୁ ମୋର ଅପରାଧ କ'ଣ? ଦୁର୍ବଳର ତୁମେ ବଳ, ଦରିଦ୍ରର ପରା, ରତ୍ନ ଭଣ୍ଡାର ମହାପ୍ରଭୁ ହେ ତୁମେ, ଆର୍ତିର ଆର୍ତ ସଂହାର ମହାପ୍ରଭୁ ହେ
ଅନୁରୂପ ଭାବରେ ଯେହେତୁ ସେଇ ନିକଟର ସେ କୃଷକ ସେ ମଧ୍ୟ ମା ମଙ୍ଗଳାକୁ ଜଣାଏ ନିଜର ମନର ବେଦନା। ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧରିଲେ, ବିପତ୍ତି ନଥାଏ ମାଗୋ ତୋତେ ଆଶ୍ରା କଲେ, ଅନାଥକୁ ଦୟା ମାଲୋ ତୁହି କରିପାରୁ, ଦୁସ୍ତର ପଡ଼ିଲେ ମାଲୋ ବିପତୁ ଉଦ୍ଧାର। ଥରି ଉଠିଲା ପ୍ରଭୁଙ୍କର ରତ୍ନ ସିଂହାସନ। ମା ମଧ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଲେ କୃଷକର ଏଇ ଯେଉଁ ନିବେଦନରେ। ଶ୍ରୀ ଜଗନ୍ନାଥ ରାଜାଙ୍କୁ ସ୍ୱପ୍ନରେ କହିଲେ କୃଷକକୁ ଶୀଘ୍ର ମୁକ୍ତ କର, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଯେଉଁଠୁ ସେ ରତ୍ନଚୂଡ଼ି ମିଳିଛି ତା ହେଉଛି ମୋ ମାର ରତ୍ନଚୂଡ଼ି, ତେଣୁ ସେ ଜାଗାର ନାମ ହେଉ ରତ୍ନଚୂଡ଼ି ମାହାଲ। ସେ କୃଷକ ସେ ସମସ୍ତ ଜମିକୁ ସେ ସମସ୍ତ ଜାଗାକୁ ନିଷ୍କର ଭୋଗ କରୁ ଯୁଗ ଯୁଗ ପାଇଁ। ମାର ଅହେତୁକୀ କୃପା ତଥା ଶ୍ରୀ ଜଗନ୍ନାଥ କିପରି ଯୁଗେ ଯୁଗେ ଭକ୍ତାଧୀନ ଭକ୍ତ ବତ୍ସଳ, ଏହା ହିଁ ତାର ଜ୍ୱଳନ୍ତ ଉଦାହରଣ। ଏହି କଥାର ସ୍ମାରକୀ ସ୍ୱରୂପ ଚୈତ୍ର ଶୁକ୍ଳ ଦଶମୀରେ ଶୁଭ ଅନୁକୂଳ କରି ପ୍ରଥମେ ଦୈତାପତିମାନେ କାକଟପୁରର ମା ମଙ୍ଗଳାଙ୍କ ପାଖକୁ ଯାଇ ଅନୁମତି ଭିକ୍ଷା କରିଥାନ୍ତି। ଧନ୍ୟ ଜଗତ ଜନନୀ କୋମଳ ହୃଦୟା, ସଭିଙ୍କ ପ୍ରତି ସର୍ବଦା ରଖିଥାଉ ଦୟା। ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦିବ୍ୟ କଳେବର ପ୍ରଦାନ କରିବାର ଦିବ୍ୟ ଅଧିକାର ଯାହାର ରହିଛି ସେ ହେଉଛନ୍ତି ସ୍ୱୟଂ ମା ମଙ୍ଗଳା ଠାକୁରାଣୀ। ତାଙ୍କରି କୃପା ଦୃଷ୍ଟିରେ ସର୍ବତ୍ର ଅନୁଭୂତ ହୁଏ ମଙ୍ଗଳ ହିଁ ମଙ୍ଗଳ। ଭାଗବତକାର ଜଗନ୍ନାଥ ଦାସ ମଧ୍ୟ ବର୍ଣ୍ଣନା କରନ୍ତି, ଅନେକ ନାମ ତୋ ଜଗତେ ଅନ୍ତ କରିବି ମୁହିଁ କେତେ, ପୂଜା କରିବେ ସର୍ବଜନେ ରାଜା ରଜା ସ୍ଥାନେ ସ୍ଥାନେ। ତେଣୁ ଏ ଜଗତ ଯୋଡ଼ହସ୍ତ ପୂର୍ବକ ମା ମଙ୍ଗଳାଙ୍କୁ ପ୍ରଣାମ ଜଣାଇ ସ୍ତୁତିଗାନ କରେ। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ। ମା ମଙ୍ଗଳାଙ୍କର ସେଇ ଅମୃତ ଦୃଷ୍ଟି ଏମିତି ଜଗତକୁ ମଙ୍ଗଳମୟ କରିଥାଉ। ତାର ପବିତ୍ର ଦୃଷ୍ଟିରେ ଏ ଜଗତ ହସି ଉଠୁ, ଏତିକି ପ୍ରାର୍ଥନା। ଜୟ ମା ମଙ୍ଗଳା, ଜୟ ମା ଜଗଜ୍ଜନନୀ, ଜୟ ମା ବିଶ୍ୱକଲ୍ୟାଣୀ।